ରାଉରକେଲାର ସିଭିଲ୍ ଟାଉନସିପ୍ ଅଞ୍ଚଳରୁ ଜବତ ହେଲା ଫରେନ୍ ଲିକର। ଗତ 11 ତାରିଖରେ ରାଉରକେଲାର ସିଭିଲ୍ ଟାଉନସିପ୍ ଅଞ୍ଚଳକୁ ଚଢ଼ାଉ କରି ରାଉରକେଲା ଏକ୍ସାଇଜ ବିଭାଗ 3 ଗୋଟି କେସ୍ କରିଛି। ମୋଟ 9 ଲିଟର 255 ମିଲିଲିଟର ଇଣ୍ଡିଆ ମେଡ୍ ଫରେନ୍ ଲିକର ମଦକୁ ଜବତ କରିଛି। ଏ ବାବଦରେ ମୋଟ 3 ଗୋଟି କ୍ଲେମ୍ କେସ୍ କରାଯାଇଥିବା ବେଳେ ମୋଟ 3 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଦେବେନ୍ଦ୍ର ସିଂ, ଲକ୍ଷ୍ମୀକାନ୍ତ ଦାସ ଏବଂ ସୋନୁ କୁମାର ବୋଲି ଅବକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ମୋହନ ପ୍ରଧାନ, ଏସ୍ଆଇ ଆକାଶ ସାହୁ, ଷ୍ଟାଫ୍ ସୌମ୍ୟରଞ୍ଜନ ସାହୁ, ହେମମଞ୍ଜରୀ ବିଶ୍ୱାଳ, ଦିଲ୍ଲୀପ ପାତ୍ର, ଅମର ରଞ୍ଜନ ମହାରଣା, ରେଣୁ କିରୋ, ସୀମା କେରକେଟା ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।